ପିଲାମାନେ ଏହା ହେଉଛି ନବୋଦୟର ପରିବେଶ ବିଷୟ। ଏସବୁ ସମସ୍ତ MCQ ଗୁଡ଼ିକ ବହୁତ ପସିବୁଲ୍ ରହିଛି, ସେଥିପାଇଁ ଏହାକୁ ଟିକିଏ ଦେଖିବା ନିତାନ୍ତ ଜରୁରୀ। ଠିକ୍ ଅଛି, ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ମାଛ ଏବଂ ମାଂସ ଭଳି ଖାଦ୍ୟ ସାମଗ୍ରୀକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ସେଥିରେ କେଉଁ ପଦାର୍ଥ ମିଶାଇ ଶୁଖାଯାଇଥାଏ? ମାଛ ଏବଂ ମାଂସ ଭଳି ଖାଦ୍ୟ ସାମଗ୍ରୀକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ସେଥିରେ କେଉଁ ପଦାର୍ଥ ମିଶାଇ ଶୁଖାଯାଇଥାଏ? ଏଠାରେ ଅପସନ୍ ଅଛି ଚିନି, ହଳଦୀ, ଲୁଣ, ଘିଅ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଲୁଣ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବିଭିନ୍ନ ପ୍ରକାର ଫଳରୁ ପ୍ରସ୍ତୁତ ଜେଲି ଏବଂ ଜାମ୍କୁ ସଂରକ୍ଷିତ ରଖିବା ପାଇଁ ସେଥିରେ ମୁଖ୍ୟତଃ କେଉଁ ପଦାର୍ଥର ବ୍ୟବହାର ଅଧିକ ହୁଏ? ବିଭିନ୍ନ ପ୍ରକାର ଫଳରୁ ପ୍ରସ୍ତୁତ ଜେଲି ଏବଂ ଜାମ୍କୁ ସଂରକ୍ଷିତ ରଖିବା ପାଇଁ ସେଥିରେ ମୁଖ୍ୟତଃ କେଉଁ ପଦାର୍ଥର ବ୍ୟବହାର ହୋଇଥାଏ? ଏଠାରେ ଅପସନ୍ ଅଛି ଲୁଣ, ଲଙ୍କାଗୁଣ୍ଡ, ଚିନି, ତେଲ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଚିନି। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ୍ବୁଲ ପ୍ରସ୍ତୁତ କରିବା ସମୟରେ କଞ୍ଚା ଆମ୍ବରୁ ମୁଖ୍ୟତଃ କେଉଁ ଅଂଶକୁ ସୂର୍ଯ୍ୟ କିରଣରେ ଶୁଖାଇ ସମ୍ପୂର୍ଣ୍ଣ କମାଇ ଦିଆଯାଇଥାଏ? ଆମ୍ବୁଲ ପ୍ରସ୍ତୁତ କରିବା ସମୟରେ କଞ୍ଚା ଆମ୍ବରୁ ମୁଖ୍ୟତଃ କେଉଁ ଅଂଶକୁ ସୂର୍ଯ୍ୟ କିରଣରେ ଶୁଖାଇ ସମ୍ପୂର୍ଣ୍ଣ କମାଇ ଦିଆଯାଇଥାଏ? ଏଠାରେ ଅପସନ୍ ଅଛି ଖଟା ଅଂଶ, ମିଠା ଅଂଶ, ଜଳୀୟ ଅଂଶ, ପ୍ରାକୃତିକ ରଙ୍ଗ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ଜଳୀୟ ଅଂଶ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆଧୁନିକ ଯୁଗରେ ରେଫ୍ରିଜରେଟର ବା ଶୀତଳୀକରଣ ଯନ୍ତ୍ରରେ ଖାଦ୍ୟ ରଖିଲେ ତାହା କେଉଁ କାରଣ ଯୋଗୁଁ ଅଧିକ ସମୟ ଭଲ ରହିଥାଏ? ଆଧୁନିକ ଯୁଗରେ ରେଫ୍ରିଜରେଟର ବା ଶୀତଳୀକରଣ ଯନ୍ତ୍ରରେ ଖାଦ୍ୟ ରଖିଲେ ତାହା କେଉଁ କାରଣ ଯୋଗୁଁ ଅଧିକ ସମୟ ଭଲ ରହିଥାଏ? ଏଠାରେ ଅପସନ୍ ଅଛି ଏହା ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରେ, କମ୍ ତାପମାତ୍ରାରେ ଅଣୁଜୀବଙ୍କ ବୃଦ୍ଧି ବାଧାପ୍ରାପ୍ତ ହୁଏ, ଏଥିରେ ଅଧିକ ଅମ୍ଳଜାନ ପ୍ରବେଶ କରେ, ଏହା ଅଣୁଜୀବମାନଙ୍କୁ ସମ୍ପୂର୍ଣ୍ଣ ମାରିଦିଏ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର କମ୍ ତାପମାତ୍ରାରେ ଅଣୁଜୀବଙ୍କ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଖାଦ୍ୟ ପଦାର୍ଥକୁ ବାୟୁରୁଦ୍ଧ ପାତ୍ରରେ ରଖିଲେ ସେଥିରେ କେଉଁ ପରିବର୍ତ୍ତନ ହୋଇଥାଏ ଯାହା ଖାଦ୍ୟକୁ ସୁରକ୍ଷିତ ରଖେ? ଖାଦ୍ୟ ପଦାର୍ଥକୁ ବାୟୁରୁଦ୍ଧ ପାତ୍ରରେ ରଖିଲେ ସେଥିରେ କେଉଁ ପରିବର୍ତ୍ତନ ହୋଇଥାଏ ଯାହା ଖାଦ୍ୟକୁ ସୁରକ୍ଷିତ ରଖେ? ଏଠାରେ ଅପସନ୍ ଅଛି ଖାଦ୍ୟ ଶୀଘ୍ର ଗରମ ହୁଏ, ବାୟୁମଣ୍ଡଳର ଆର୍ଦ୍ରତା ଓ ଅଣୁଜୀବ ପ୍ରବେଶ କରିପାରନ୍ତି ନାହିଁ, ଖାଦ୍ୟର ପ୍ରାକୃତିକ ରଙ୍ଗ ବଦଳିଯାଏ, ଖାଦ୍ୟ ଅଧିକ ନରମ ଓ କୋମଳ ହୁଏ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ବାୟୁମଣ୍ଡଳର ଆର୍ଦ୍ରତା ଓ ଅଣୁଜୀବ ପ୍ରବେଶ କରିପାରନ୍ତି ନାହିଁ, ସେଥିପାଇଁ ବାୟୁରୁଦ୍ଧ ପାତ୍ରରେ ରଖିଲେ ତାହା ସୁରକ୍ଷିତ ରହିଥାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୈନନ୍ଦିନ ଜୀବନରେ କ୍ଷୀରକୁ ନଷ୍ଟ ହେବାରୁ ବା ଖଟା ହେବାରୁ ରକ୍ଷା କରିବା ପାଇଁ ଆମେ ଘରେ ସର୍ବପ୍ରଥମେ କେଉଁ ଜରୁରୀ କାର୍ଯ୍ୟଟି କରିଥାଉ? ଦୈନନ୍ଦିନ ଜୀବନରେ କ୍ଷୀରକୁ ନଷ୍ଟ ହେବାରୁ ବା ଖଟା ହେବାରୁ ରକ୍ଷା କରିବା ପାଇଁ ଆମେ ଘରେ ସର୍ବପ୍ରଥମେ କେଉଁ ଜରୁରୀ କାର୍ଯ୍ୟଟି କରିଥାଉ? ଏଠାରେ ଅପସନ୍ ଅଛି ଚିନି ମିଶାଇବା, ଲୁଣ ମିଶାଇବା, ଫୁଟାଇବା ବା ଗରମ କରିବା, ଥଣ୍ଡା ପାଣିରେ ବୁଡ଼ାଇ ରଖିବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ଫୁଟାଇବା ବା ଗରମ କରିବା। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାମ୍ପଡ଼ ଏବଂ ବଡ଼ି ଭଳି ଖାଦ୍ୟକୁ ଅଧିକ ଦିନ ରଖିବା ପାଇଁ ସୂର୍ଯ୍ୟ କିରଣରେ କାହିଁକି ବାରମ୍ବାର ଶୁଖାଯାଇଥାଏ? ପାମ୍ପଡ଼ ବା ବଡ଼ି ଭଳି ଖାଦ୍ୟକୁ ଅଧିକ ଦିନ ରଖିବା ପାଇଁ ସୂର୍ଯ୍ୟ କିରଣରେ କାହିଁକି ବାରମ୍ବାର ଶୁଖାଯାଇଥାଏ? ଏଠାରେ ଅପସନ୍ ଅଛି ଏହାର ସ୍ୱାଦକୁ ବଢ଼ାଇବା ପାଇଁ,
ଏହାକୁ ଅଧିକ କଠିନ କରିବା ପାଇଁ, ସେଥିରେ ଥିବା ଜଳୀୟ ଅଂଶକୁ ବାଷ୍ପୀଭୂତ କରିବା ପାଇଁ, ଏହାର ରଙ୍ଗକୁ ଉଜ୍ଜ୍ୱଳ କରିବା ପାଇଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ସେଥିରେ ଥିବା ଜଳୀୟ ଅଂଶକୁ ବାଷ୍ପୀଭୂତ କରିବା ପାଇଁ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆଚାରକୁ ଅଧିକ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ପ୍ରକୃତିଦତ୍ତ ଖାଦ୍ୟ ସଂରକ୍ଷକ ଭାବରେ କାମ କରେ? ଆଚାରକୁ ଅଧିକ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ପ୍ରକୃତିଦତ୍ତ ଖାଦ୍ୟ ସଂରକ୍ଷକ ଭାବରେ କାମ କରେ? ଏଠାରେ ଅପସନ୍ ଅଛି ସୋରିଷ ତେଲ, ଗରମ ପାଣି, ମୁଗ ଡାଲି, ମହୁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର, ସୋରିଷ ତେଲ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମେ ଗ୍ରହଣ କରୁଥିବା ଖାଦ୍ୟ ଶରୀର ମଧ୍ୟରେ ଜଟିଳ ଅବସ୍ଥାରୁ ସରଳ ଅବସ୍ଥାକୁ ପରିବର୍ତ୍ତନ ହେବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ'ଣ କୁହାଯାଏ? ଆମେ ଗ୍ରହଣ କରୁଥିବା ଖାଦ୍ୟ ଶରୀର ମଧ୍ୟରେ ଜଟିଳ ଅବସ୍ଥାରୁ ସରଳ ଅବସ୍ଥାକୁ ପରିବର୍ତ୍ତନ ହେବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ସଂରକ୍ଷଣ, ଶ୍ୱସନ, ହଜମ ବା ପାଚନ, ବିସରଣ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ହଜମ ବା ପାଚନ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାଟି ମଧ୍ୟରେ ଖାଦ୍ୟକୁ ଚୋବାଇବା ସମୟରେ ଶରୀରରୁ ନିର୍ଗତ କେଉଁ ତରଳ ପଦାର୍ଥ ଖାଦ୍ୟ ସହିତ ମିଶି ତାକୁ ହଜମ କରିବାର ପ୍ରାରମ୍ଭିକ କାର୍ଯ୍ୟ କରିଥାଏ? ପାଟି ମଧ୍ୟରେ ଖାଦ୍ୟକୁ ଚୋବାଇବା ସମୟରେ ଶରୀରରୁ ନିର୍ଗତ କେଉଁ ତରଳ ପଦାର୍ଥ ଖାଦ୍ୟ ସହିତ ମିଶି ତାକୁ ହଜମ କରିବାର ପ୍ରାରମ୍ଭିକ କାର୍ଯ୍ୟ କରେ? ଏଠାରେ ଅପସନ୍ ଅଛି ରକ୍ତ, ପାଣି, ଲାଳ, ପିତ୍ତରସ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ଲାଳ। ଠିକ୍ ଅଛି, ଖାଦ୍ୟ ଖାଇବା ସମୟରେ ପ୍ରଥମେ ପାଟିରୁ ଲାଳ ତାକୁ ଗୋଳେଇ ଭିତରକୁ ନେଇଯାଏ, ତେବେ ସେହି ଖାଦ୍ୟଟି ହଜମ ହେବା ପାଇଁ ବେଶୀ ସମୟ ଲାଗେ ନାହିଁ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯଦି ଆମେ ଗୋଟିଏ ପାଉଁରୁଟିକୁ କିଛି ଦିନ ପର୍ଯ୍ୟନ୍ତ ଆର୍ଦ୍ର ବାୟୁମଣ୍ଡଳରେ ଖୋଲା ଅବସ୍ଥାରେ ଛାଡ଼ିଦେବା, ତେବେ ତାହା ଉପରେ ଏକ ପ୍ରକାର ଧୂସର କିମ୍ବା କଳା ରଙ୍ଗର ଆସ୍ତରଣ ଦେଖାଯାଏ। ଏହି ଜୀବଟିକୁ ବିଜ୍ଞାନ ଭାଷାରେ କ'ଣ କୁହାଯାଏ? ଯଦି ଆମେ ଗୋଟିଏ ପାଉଁରୁଟିକୁ କିଛି ଦିନ ପର୍ଯ୍ୟନ୍ତ ଆର୍ଦ୍ର ବାୟୁମଣ୍ଡଳରେ ଖୋଲା ଅବସ୍ଥାରେ ଛାଡ଼ିଦେବା, ତେବେ ତାହା ଉପରେ ଏକ ପ୍ରକାର ଧୂସର କିମ୍ବା କଳା ରଙ୍ଗର ଆସ୍ତରଣ ଦେଖାଯାଏ। ଏହି ଜୀବଟିକୁ ବିଜ୍ଞାନ ଭାଷାରେ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଶୈବାଳ, ଫିମ୍ପି, ବ୍ୟାକ୍ଟେରିଆ, ଭୂତାଣୁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, ଫିମ୍ପି। ତାକୁ ଫିମ୍ପି କୁହାଯାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମେ ଖାଉଥିବା ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ନଷ୍ଟ ହେବା ପାଇଁ ମୁଖ୍ୟତଃ କେଉଁ କ୍ଷୁଦ୍ର କାରକଟି ଦାୟୀ, ଯାହାକୁ ଆମେ ସାଧାରଣତଃ ଖାଲି ଆଖିରେ ଦେଖି ପାରୁନାହିଁ? ଆମେ ଖାଉଥିବା ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ନଷ୍ଟ ହେବା ପାଇଁ ମୁଖ୍ୟତଃ କେଉଁ କ୍ଷୁଦ୍ର କାରକଟି ଦାୟୀ, ଯାହାକୁ ଆମେ ସାଧାରଣତଃ ଖାଲି ଆଖିରେ ଦେଖି ପାରୁନାହୁଁ? ଏଠାରେ ଅପସନ୍ ଅଛି କୀଟ ପତଙ୍ଗ, ଆର୍ଦ୍ରତା, ଅଣୁଜୀବ, ତାପମାତ୍ରା। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ଅଣୁଜୀବ। ଠିକ୍ ଅଛି, ଅଣୁଜୀବକୁ ଆମେ ଖାଲି ଆଖିରେ ଦେଖି ପାରୁନାହୁଁ। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କୌଣସି ଏକ ରନ୍ଧା ହୋଇଥିବା ଖାଦ୍ୟ ପଦାର୍ଥରୁ ଯଦି ଅପ୍ରୀତିକର ଦୁର୍ଗନ୍ଧ ବାହାରେ, ତେବେ ସେହି ଖାଦ୍ୟଟି କେଉଁ ଅବସ୍ଥାରେ ଅଛି ବୋଲି ଆମେ ଜାଣିବା? କୌଣସି ଏକ ରନ୍ଧା ହୋଇଥିବା ଖାଦ୍ୟ ପଦାର୍ଥରୁ ଯଦି ଅପ୍ରୀତିକର ଦୁର୍ଗନ୍ଧ ବାହାରେ, ତେବେ ସେହି ଖାଦ୍ୟଟି କେଉଁ ଅବସ୍ଥାରେ ଅଛି ବୋଲି ଆମେ ଜାଣିବା? ଏଠାରେ ଅପସନ୍ ଅଛି ସୁରକ୍ଷିତ, ନଷ୍ଟ ହୋଇଯାଇଛି, ଖାଇବା ଯୋଗ୍ୟ, ପରିଷ୍କାର। ଏଠାରେ ସଠିକ୍ ଉତ୍ତରଟି ହେଉଛି ନଷ୍ଟ ହୋଇଯାଇଛି। ଠିକ୍ ଅଛି, ତେବେ ସେହି ଖାଦ୍ୟ ଆଉ ଖାଇବା ନାହିଁ। ଦେଖିବା ପରବର୍ତ୍ତୀ ପ୍ରଶ୍ନ।
ଅଣୁଜୀବମାନଙ୍କର ଗଠନ ଏବଂ ସେମାନଙ୍କର କାର୍ଯ୍ୟକଳାପକୁ ସ୍ପଷ୍ଟ ଭାବରେ ପରୀକ୍ଷା କରି ଦେଖିବା ପାଇଁ ଆମେ ନିମ୍ନଲିଖିତ ମଧ୍ୟରୁ କେଉଁ ଯନ୍ତ୍ରର ସାହାଯ୍ୟ ନେଉଥାଉଁ? ଅଣୁଜୀବମାନଙ୍କର ଗଠନ ଏବଂ ସେମାନଙ୍କର କାର୍ଯ୍ୟକଳାପକୁ ସ୍ପଷ୍ଟ ଭାବରେ ପରୀକ୍ଷା କରି ଦେଖିବା ପାଇଁ ଆମେ ନିମ୍ନଲିଖିତ ମଧ୍ୟରୁ କେଉଁ ଯନ୍ତ୍ରର ସାହାଯ୍ୟ ନେଇଥାଉଁ? ଏଠାରେ ଅପସନ୍ ଅଛି ଦୂରବୀକ୍ଷଣ ଯନ୍ତ୍ର, ପେରିସ୍କୋପ୍, ଅଣୁବୀକ୍ଷଣ ଯନ୍ତ୍ର, ଷ୍ଟେଥୋସ୍କୋପ୍। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ଅଣୁବୀକ୍ଷଣ ଯନ୍ତ୍ର। ଠିକ୍ ଅଛି, ଅଣୁବୀକ୍ଷଣ ଯନ୍ତ୍ର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଖାଦ୍ୟ ପଦାର୍ଥ ଶୀଘ୍ର ନଷ୍ଟ ହେବା ପାଇଁ ଏବଂ ସେଥିରେ ଅଣୁଜୀବମାନଙ୍କର ବୃଦ୍ଧି ଘଟିବା ପାଇଁ କେଉଁ ପରିବେଶ ଅଧିକ ଅନୁକୂଳ ହୋଇଥାଏ? ଖାଦ୍ୟ ପଦାର୍ଥ ଶୀଘ୍ର ନଷ୍ଟ ହେବା ପାଇଁ ଏବଂ ସେଥିରେ ଅଣୁଜୀବମାନଙ୍କର ବୃଦ୍ଧି ଘଟିବା ପାଇଁ କେଉଁ ପରିବେଶ ଅଧିକ ଅନୁକୂଳ ହୋଇଥାଏ? ଏଠାରେ ଅପସନ୍ ଅଛି ଶୁଷ୍କ ଓ ଅତ୍ୟଧିକ ଥଣ୍ଡା, ଆର୍ଦ୍ର ଓ ଅଳ୍ପ ଗରମ, ଅତ୍ୟଧିକ ଥଣ୍ଡା ଓ ବରଫାବୃତ, ଶୂନ୍ୟସ୍ଥାନ ବା ବାୟୁଶୂନ୍ୟ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆର୍ଦ୍ର ଓ ଅଳ୍ପ ଗରମ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାଉଁରୁଟି କିମ୍ବା ପରିବା ଉପରେ ଜମିଥିବା ଫିମ୍ପି ଗୁଡ଼ିକ ଯେତେବେଳେ ଏକତ୍ରିତ ହୋଇ ଏକ ଗୋଷ୍ଠୀ ସୃଷ୍ଟି କରନ୍ତି, ସେହି ଗୋଷ୍ଠୀକୁ କ'ଣ କୁହାଯାଏ? ପାଉଁରୁଟି କିମ୍ବା ପରିବା ଉପରେ ଜମିଥିବା ଫିମ୍ପି ଗୁଡ଼ିକ ଯେତେବେଳେ ଏକତ୍ରିତ ହୋଇ ଏକ ଗୋଷ୍ଠୀ ସୃଷ୍ଟି କରନ୍ତି, ସେହି ଗୋଷ୍ଠୀକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଗ୍ରୁପ୍, ପରିବାର, କଲୋନୀ, ସମାଜ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର କଲୋନୀ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବର୍ଷର କେଉଁ ଋତୁରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ଖାଦ୍ୟ ପଦାର୍ଥ ସାଧାରଣତଃ ଅତି ଶୀଘ୍ର ନଷ୍ଟ ହୋଇଯାଉଥିବାର ଦେଖାଯାଏ? ବର୍ଷର କେଉଁ ଋତୁରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ଖାଦ୍ୟ ପଦାର୍ଥ ସାଧାରଣତଃ ଅତି ଶୀଘ୍ର ନଷ୍ଟ ହୋଇଯାଉଥିବାର ଦେଖାଯାଏ? ଏଠାରେ ଅପସନ୍ ଅଛି ଶୀତ ଋତୁ, ବର୍ଷା ଋତୁ, ବସନ୍ତ ଋତୁ, ଶରତ ଋତୁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବର୍ଷା ଋତୁ। ଠିକ୍ ଅଛି, ବର୍ଷା ଋତୁରେ ପ୍ରାୟ ଖାଦ୍ୟ ଅତି ଶୀଘ୍ର ନଷ୍ଟ ହୋଇଯାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଖାଦ୍ୟ ପଦାର୍ଥକୁ ପଚିଯିବାରୁ ରକ୍ଷା କରି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ କରି ରଖିବା ପ୍ରକ୍ରିୟାକୁ ବିଜ୍ଞାନସମ୍ମତ ଭାବେ କ'ଣ କୁହାଯାଏ? ଖାଦ୍ୟ ପଦାର୍ଥକୁ ପଚିଯିବାରୁ ରକ୍ଷା କରି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ କରି ରଖିବା ପ୍ରକ୍ରିୟାକୁ ବିଜ୍ଞାନସମ୍ମତ ଭାବେ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଖାଦ୍ୟ ପାଚନ, ଖାଦ୍ୟ ସଂରକ୍ଷଣ, ଖାଦ୍ୟ ବିତରଣ, ଖାଦ୍ୟ ପ୍ରସ୍ତୁତି। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଖାଦ୍ୟ ସଂରକ୍ଷଣ। ଠିକ୍ ଅଛି, ଖାଦ୍ୟ ସଂରକ୍ଷଣ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ ମଧ୍ୟରୁ କେଉଁ କାରଣଟି ଖାଦ୍ୟ ସଂରକ୍ଷଣ ପ୍ରକ୍ରିୟାର ଏକ ପ୍ରକୃତ ବା ମୁଖ୍ୟ ଉଦ୍ଦେଶ୍ୟ ଭାବରେ ବିବେଚିତ ହୁଏ ନାହିଁ? ନିମ୍ନଲିଖିତ ମଧ୍ୟରୁ କେଉଁ କାରଣଟି ଖାଦ୍ୟ ସଂରକ୍ଷଣ ପ୍ରକ୍ରିୟାର ଏକ ପ୍ରକୃତ ବା ମୁଖ୍ୟ ଉଦ୍ଦେଶ୍ୟ ଭାବରେ ବିବେଚିତ ହୁଏ ନାହିଁ? ଏଠାରେ ଅପସନ୍ ଅଛି ଖାଦ୍ୟର ପୁଷ୍ଟିସାର ବୃଦ୍ଧି କରିବା, ଅଣୁଜୀବ ବୃଦ୍ଧି ରୋକିବା, ଖାଦ୍ୟର ସ୍ୱାଦ ଓ ଗନ୍ଧ ବଜାୟ ରଖିବା, ଖାଦ୍ୟ ନଷ୍ଟ ହେବାକୁ ରୋକିବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ଖାଦ୍ୟର ପୁଷ୍ଟିସାର ବୃଦ୍ଧି କରିବା। ଏ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାଚିଲା ବା କଞ୍ଚା ଆମ୍ବ କିଛି ଦିନ ପରେ ନଷ୍ଟ ହେଉଥିବା ବେଳେ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଆମେ ସାଧାରଣତଃ କେଉଁ ଉପାୟ ଅବଲମ୍ବନ କରିଥାଉଁ? ପାଚିଲା ବା କଞ୍ଚା ଆମ୍ବ କିଛି ଦିନ ପରେ ନଷ୍ଟ ହେଉଥିବା ବେଳେ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଆମେ ସାଧାରଣତଃ କେଉଁ ଉପାୟ ଅବଲମ୍ବନ କରିଥାଉଁ? ଏଠାରେ ଅପସନ୍ ଅଛି ପାଣିରେ ବୁଡ଼ାଇ ରଖିବା, ଆଚାର ପ୍ରସ୍ତୁତ କରିବା, ବାହାରେ ଖୋଲା ରଖିବା, ଗରମ କରିବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆଚାର ପ୍ରସ୍ତୁତ କରିବା। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି,
ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ବାସି ଖାଦ୍ୟ ବା ନଷ୍ଟ ହୋଇଯାଇଥିବା ଖାଦ୍ୟ ଖାଏ ତେବେ ତାହାର ଶରୀରରେ କେଉଁ ମୁଖ୍ୟ ସମସ୍ୟା ଦେଖାଦେବ? ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ବାସି ଖାଦ୍ୟ ବା ନଷ୍ଟ ହୋଇଯାଇଥିବା ଖାଦ୍ୟ ଖାଏ ତେବେ ତାହାର ଶରୀରରେ କେଉଁ ମୁଖ୍ୟ ସମସ୍ୟା ଦେଖାଦେବ? ଏଠାରେ ଅପସନ୍ ଅଛି ଶକ୍ତି ବୃଦ୍ଧି ହେବ, ବଦହଜମି ଓ ପେଟ ଖରାପ ହେବ, ଭଲ ନିଦ ହେବ, ଦାନ୍ତ ଅଧିକ ସଫା ଦେଖାଯିବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, ବଦହଜମି ଓ ପେଟ ଖରାପ ହେବ। ଠିକ୍ ଅଛି, ନଷ୍ଟ ହୋଇଥିବା ଖାଦ୍ୟ ଖାଇଲେ ଠିକ୍ ଏମିତି ହୋଇଥାଏ, ବଦହଜମି ଓ ପେଟ ଖରାପ ହୋଇଥାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଖାଦ୍ୟ ଖାଇବା ସମୟରେ ଅଧିକ କଥାବାର୍ତ୍ତା କଲେ କିମ୍ବା ଅଧିକ ହସିଲେ ଆମର କେଉଁ ପ୍ରକାରର ଶାରୀରିକ ବିପଦ ହେବାର ସମ୍ଭାବନା ଥାଏ? ଭେରି ଇମ୍ପୋର୍ଟାଣ୍ଟ। ସେଥିପାଇଁ ଖାଇବା ସମୟରେ କଥା ହେବା ଉଚିତ ନୁହେଁ କିମ୍ବା କୌଣସି ହସ କରିବା ଉଚିତ ନୁହେଁ। ଖାଦ୍ୟ ଖାଇବା ସମୟରେ ଅଧିକ କଥାବାର୍ତ୍ତା କଲେ କିମ୍ବା ହସିଲେ ଆମର କେଉଁ ପ୍ରକାରର ଶାରୀରିକ ବିପଦ ହେବାର ସମ୍ଭାବନା ରହିଥାଏ? ଏଠାରେ ଅପସନ୍ ଅଛି ବାନ୍ତି ହେବା, ଖାଦ୍ୟନଳୀ ବନ୍ଦ ହେବା, ଶ୍ୱାସରୁଦ୍ଧ ହେବା, ମୁଣ୍ଡ ବୁଲାଇବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ଶ୍ୱାସରୁଦ୍ଧ ହେବା। ଶ୍ୱାସରୁଦ୍ଧ ହେବାର ଚାନ୍ସ ରହିଥାଏ ପିଲାମାନେ, ସେଥିପାଇଁ ଖାଇବା ସମୟରେ କଥା ହେବା ଉଚିତ ନୁହେଁ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ମଣିଷର ପାଟିରେ ଥିବା ବିଭିନ୍ନ କାର୍ଯ୍ୟ କରୁଥିବା ଦାନ୍ତଗୁଡ଼ିକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି? ମଣିଷର ପାଟିରେ ଥିବା ବିଭିନ୍ନ କାର୍ଯ୍ୟ କରୁଥିବା ଦାନ୍ତଗୁଡ଼ିକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି? ଏଠାରେ ଅପସନ୍ ଅଛି 2ଟି, 3ଟି, 4ଟି, 5ଟି। ଏଠାରେ ସଠିକ୍ ଉତ୍ତରଟି ହେଉଛି 4ଟି। ଠିକ୍ ଅଛି, 4 ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। କୌଣସି ଖାଦ୍ୟ ପଦାର୍ଥକୁ ପ୍ରଥମେ କାଟିବା ପାଇଁ ଆମେ ପାଟିର ସମ୍ମୁଖ ଭାଗରେ ଥିବା କେଉଁ ପ୍ରକାରର ଦାନ୍ତର ବ୍ୟବହାର କରିଥାଉ? କୌଣସି ଖାଦ୍ୟ ପଦାର୍ଥକୁ ପ୍ରଥମେ କାଟିବା ପାଇଁ ଆମେ ପାଟିର ସମ୍ମୁଖ ଭାଗରେ ଥିବା କେଉଁ ପ୍ରକାରର ଦାନ୍ତର ବ୍ୟବହାର କରିଥାଉ? ଏଠାରେ ଅପସନ୍ ଅଛି ଶ୍ୱାନ ଦାନ୍ତ, କର୍ତ୍ତନ ଦାନ୍ତ, ଚର୍ବଣ ଦାନ୍ତ, ପେଷଣ ଦାନ୍ତ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, କର୍ତ୍ତନ ଦାନ୍ତ। ତାକୁ କର୍ତ୍ତନ ଦାନ୍ତ ବୋଲି କୁହାଯାଏ ପିଲାମାନେ। ଠିକ୍ ଅଛି, ପାଟିର ସମ୍ମୁଖ ଭାଗରେ ଯେଉଁ ଦାନ୍ତ ଥାଏ ତାକୁ କର୍ତ୍ତନ ଦାନ୍ତ ବୋଲି କୁହାଯାଏ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆଖି କିମ୍ବା କୌଣସି ଶକ୍ତ ମାଂସ ଜାତୀୟ ଖାଦ୍ୟକୁ ଚିରିବା ପାଇଁ ଆମେ ବ୍ୟବହାର କରୁଥିବା ଧାରୁଆ ଓ ମୁନିଆ ଦାନ୍ତକୁ କ'ଣ କୁହାଯାଏ? ଆଖି କିମ୍ବା କୌଣସି ଶକ୍ତ ମାଂସ ଜାତୀୟ ଖାଦ୍ୟକୁ ଚିରିବା ପାଇଁ ଆମେ ବ୍ୟବହାର କରୁଥିବା ଧାରୁଆ ଓ ମୁନିଆ ଦାନ୍ତକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି କର୍ତ୍ତନ ଦାନ୍ତ, ଶ୍ୱାନ ଦାନ୍ତ, ପେଷଣ ଦାନ୍ତ, କଳ ଦାନ୍ତ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, ଶ୍ୱାନ ଦାନ୍ତ। ତାକୁ ଶ୍ୱାନ ଦାନ୍ତ ବୋଲି କୁହାଯାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମେ ଖାଉଥିବା ଖାଦ୍ୟକୁ ଭଲ ଭାବରେ ଗୁଣ୍ଡ କରିବା କିମ୍ବା ପେଷିବା ପାଇଁ ପାଟିର ପଛ ପାର୍ଶ୍ୱରେ ଥିବା ଦାନ୍ତଗୁଡ଼ିକର ନାମ କ'ଣ? ଆମେ ଖାଉଥିବା ଖାଦ୍ୟକୁ ଭଲ ଭାବରେ ଗୁଣ୍ଡ କରିବା କିମ୍ବା ପେଷିବା ପାଇଁ ପାଟିର ପଛ ପାର୍ଶ୍ୱରେ ଥିବା ଦାନ୍ତଗୁଡ଼ିକର ନାମ କ'ଣ? ଏଠାରେ ଅପସନ୍ ଅଛି କର୍ତ୍ତନ ଦାନ୍ତ, ଶ୍ୱାନ ଦାନ୍ତ, ପେଷଣ ଦାନ୍ତ, କ୍ଷୀର ଦାନ୍ତ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ପେଷଣ ଦାନ୍ତ। ତାକୁ ପେଷଣ ଦାନ୍ତ ବୋଲି କୁହାଯାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିର ମୁଖ ଗହ୍ୱରରେ ସାଧାରଣତଃ ସର୍ବାଧିକ କେତୋଟି ସ୍ଥାୟୀ ଦାନ୍ତ ରହିଥାଏ? ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିର ମୁଖ ଗହ୍ୱରରେ ସାଧାରଣତଃ ସର୍ବାଧିକ କେତୋଟି ସ୍ଥାୟୀ ଦାନ୍ତ ରହିଥାଏ? ଏଠାରେ ଅପସନ୍ ଅଛି 20ଟି, 28ଟି, 32ଟି, 30ଟି। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, 32ଟି। ଠିକ୍ ଅଛି,
ଗୋଟିଏ ସୁସ୍ଥ ମଣିଷର 32ଟି ଦାନ୍ତ ଥାଏ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦାନ୍ତ ଏବଂ ମାଢ଼ିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଜଣେ ବ୍ୟକ୍ତିକୁ ଦିନକୁ ଅତି କମରେ କେତେ ଥର ଦାନ୍ତ ଘଷିବା ପାଇଁ ପରାମର୍ଶ ଦିଆଯାଇଥାଏ? ଦାନ୍ତ ଏବଂ ମାଢ଼ିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଜଣେ ବ୍ୟକ୍ତିକୁ ଦିନକୁ ଅତି କମରେ କେତେ ଥର ଦାନ୍ତ ଘଷିବା ପାଇଁ ପରାମର୍ଶ ଦିଆଯାଏ? ଏଠାରେ ଅପସନ୍ ଅଛି ମାତ୍ର ଥରେ, ଅତି କମରେ 2 ଥର, 4 ଥର, ସପ୍ତାହରେ ମାତ୍ର ଥରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅତି କମରେ 2 ଥର। ଅତି କମରେ 2 ଥର ଘଷିବା ଉଚିତ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବିଭିନ୍ନ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପାଟିକୁ ଭଲ ଭାବେ ସଫା ନ କଲେ ଦାନ୍ତର ଏନାମେଲ୍ ନଷ୍ଟ ହୋଇ କ'ଣ ସୃଷ୍ଟି ହୁଏ? ବିଭିନ୍ନ ମିଠା ଜାତୀୟ ଖାଦ୍ୟ ଦ୍ୱାରା ପାଟିକୁ ଭଲ ଭାବେ ସଫା ନ କଲେ ଦାନ୍ତର ଏନାମେଲ୍ ନଷ୍ଟ ହୋଇ କ'ଣ ସୃଷ୍ଟି ହୁଏ? ଏଠାରେ ଅପସନ୍ ଅଛି ନୂଆ ଦାନ୍ତ, ଗାତ ବା କ୍ୟାଭିଟି, ଦାନ୍ତରେ ଚମକ, କୌଣସି ପରିବର୍ତ୍ତନ ହୁଏ ନାହିଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଦାନ୍ତ ବା କ୍ୟାଭିଟି। B ନମ୍ବର ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦାନ୍ତରେ ଯଦି କୌଣସି ପ୍ରକାରର ଯନ୍ତ୍ରଣା ବା ସଂକ୍ରମଣ ହୁଏ ତେବେ ଆମେ କେଉଁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବା ଉଚିତ? ଦାନ୍ତରେ ଯଦି କୌଣସି ପ୍ରକାରର ଯନ୍ତ୍ରଣା ବା ସଂକ୍ରମଣ ହୁଏ ତେବେ ଆମେ କେଉଁ ବିଶେଷଜ୍ଞଙ୍କ ଡାକ୍ତରଙ୍କ ପାଖକୁ ଯିବା ଉଚିତ? ଏଠାରେ ଅପସନ୍ ଅଛି ଚକ୍ଷୁ ଚିକିତ୍ସକ, ହୃଦରୋଗ ବିଶେଷଜ୍ଞ, ଦନ୍ତ ଚିକିତ୍ସକ, ଚର୍ମରୋଗ ବିଶେଷଜ୍ଞ। ଏଠାରେ ଜଣାପଡ଼ୁଛି ପିଲାମାନେ C ନମ୍ବର ହେଉଛି ସଠିକ୍ ଉତ୍ତର। ଦନ୍ତ ଚିକିତ୍ସକ ପାଖକୁ ଆମେ ଯିବା ଦାନ୍ତ ଖରାପ ହେଲେ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେବଳ ନିର୍ଦ୍ଦିଷ୍ଟ ଋତୁ ବା ସମୟରେ ମିଳୁଥିବା ଫଳଗୁଡ଼ିକୁ ଆମେ ବିଜ୍ଞାନ ଭାଷାରେ କ'ଣ ବୋଲି କହିଥାଉ? କେବଳ ନିର୍ଦ୍ଦିଷ୍ଟ ଋତୁ ବା ସମୟରେ ମିଳୁଥିବା ଫଳଗୁଡ଼ିକୁ ଆମେ ବିଜ୍ଞାନ ଭାଷାରେ କ'ଣ ବୋଲି କହିଥାଉ? ଏଠାରେ ଅପସନ୍ ଅଛି ସବୁଦିନିଆ ଫଳ, ଋତୁକାଳୀନ ଫଳ, ବିଦେଶୀ ଫଳ, ଜଳଜ ଫଳ। ଏଠାରେ ସଠିକ୍ ଉତ୍ତରଟି ହେଉଛି B ନମ୍ବର ଋତୁକାଳୀନ ଫଳ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ ମଧ୍ୟରୁ କେଉଁ ଶୁଷ୍କ ଖାଦ୍ୟ ପଦାର୍ଥଟି ବାୟୁରୁ ପାଣି ଅଂଶ ଶୋଷି ନେଲେ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ? ନିମ୍ନଲିଖିତ ମଧ୍ୟରୁ କେଉଁ ଶୁଷ୍କ ଖାଦ୍ୟ ପଦାର୍ଥଟି ବାୟୁରୁ ପାଣି ଅଂଶ ଶୋଷି ନେଲେ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ? ଏଠାରେ ଅପସନ୍ ଅଛି ତେଲ, ଗୁଣ୍ଡ ମସଲା, ମୁଢ଼ି, ଆଚାର। ଏଠାରେ ସଠିକ୍ ଉତ୍ତରଟି ହେଉଛି ମୁଢ଼ି। C ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଖାଦ୍ୟର ପ୍ରାକୃତିକ ରଙ୍ଗ ପରିବର୍ତ୍ତନ ହେବା ଏବଂ ସେଥିରୁ ଏକ ପ୍ରକାର ବାସନା ବଦଳି ଦୁର୍ଗନ୍ଧ ହେବା କେଉଁ ପ୍ରକ୍ରିୟାର ମୁଖ୍ୟ ସୂଚନା? ଖାଦ୍ୟର ପ୍ରାକୃତିକ ରଙ୍ଗ ପରିବର୍ତ୍ତନ ହେବା ଏବଂ ସେଥିରୁ ଏକ ପ୍ରକାର ବାସନା ବଦଳି ଦୁର୍ଗନ୍ଧ ହେବା କେଉଁ ପ୍ରକ୍ରିୟାର ମୁଖ୍ୟ ସୂଚନା? ଏଠାରେ ଅପସନ୍ ଅଛି ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପଚନ ବା ନଷ୍ଟ ହେବା, ଖାଦ୍ୟ ସିଝିବା, ଖାଦ୍ୟ ପରିବେଷଣ। ଏଠାରେ ସଠିକ୍ ଉତ୍ତରଟି ହେଉଛି B ନମ୍ବର ଖାଦ୍ୟ ପଚନ ବା ନଷ୍ଟ ହେବା। ଆମେ କୌଣସି ପ୍ରକାର ଖାଦ୍ୟକୁ ଯଦି ଦୁର୍ଗନ୍ଧ ଆସେ ତାହେଲେ ଆମେ ନଷ୍ଟ ହେଲା ବୋଲି ଜାଣିବା ଉଚିତ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆଦିମ କାଳରୁ ବ୍ୟବହୃତ ହୋଇ ଆସୁଥିବା ଖାଦ୍ୟ ସଂରକ୍ଷଣର ଏକ ସବୁଠାରୁ ସହଜ ଓ ପୁରାତନ ପଦ୍ଧତି କେଉଁଟି? ଆଦିମ କାଳରୁ ବ୍ୟବହୃତ ହୋଇ ଆସୁଥିବା ଖାଦ୍ୟ ସଂରକ୍ଷଣର ଏକ ସବୁଠାରୁ ସହଜ ଓ ପୁରାତନ ପଦ୍ଧତି କେଉଁଟି? ଏଠାରେ ଅପସନ୍ ଅଛି ଫ୍ରିଜରେ ରଖିବା, ସୂର୍ଯ୍ୟ କିରଣରେ ଶୁଖାଇବା, ରାସାୟନିକ ଦ୍ରବ୍ୟ ମିଶାଇବା, ପ୍ଲାଷ୍ଟିକ୍ ପ୍ୟାକେଟ୍ କରିବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ସୂର୍ଯ୍ୟ କିରଣରେ ଶୁଖାଇବା। ଏହା ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଶୁଖୁଆ ହେଉଛି ମାଛର ଏକ ବିଶେଷ ସଂରକ୍ଷିତ ରୂପ। ଏଥିରେ ମୁଖ୍ୟତଃ କେଉଁ ପ୍ରାକୃତିକ ଉପାଦାନ ଅଧିକ ବ୍ୟବହୃତ ହୋଇଥାଏ? ଶୁଖୁଆ ହେଉଛି ମାଛର ଏକ ବିଶେଷ ସଂରକ୍ଷିତ ରୂପ।
ଏଥିରେ ମୁଖ୍ୟତଃ କେଉଁ ପ୍ରାକୃତିକ ଉପାଦାନ ଅଧିକ ବ୍ୟବହୃତ ହୋଇଥାଏ? ଏଠାରେ ଅପସନ୍ ଅଛି ଚିନି, ଲୁଣ ଦେଇ ଶୁଖାଇବା, କେବଳ ଗରମ କରିବା, ତେଲରେ ଭୋଜି ରଖିବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, ଲୁଣ ଦେଇ ରଖିବା, ଲୁଣ ଦେଇ ଶୁଖାଇ ରଖିବା। ଠିକ୍ ଅଛି, ଏଇଟା ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମେ ଗ୍ରହଣ କରୁଥିବା ଖାଦ୍ୟକୁ ପାଟିରେ ଭଲ ଭାବରେ ଚୋବାଇ ଖାଇଲେ ଶରୀରକୁ କେଉଁ ଲାଭ ମିଳିଥାଏ? ଆମେ ଗ୍ରହଣ କରୁଥିବା ଖାଦ୍ୟକୁ ପାଟିରେ ଭଲ ଭାବେ ଚୋବାଇ ଖାଇଲେ ଶରୀରକୁ କେଉଁ ଲାଭ ମିଳିଥାଏ? ଏଠାରେ ଅପସନ୍ ଅଛି ଖାଦ୍ୟ ଶୀଘ୍ର ସରିଯାଏ, ହଜମ ପ୍ରକ୍ରିୟା ସହଜ ଓ ସୁରୁଖୁରୁରେ ହୁଏ, ଦାନ୍ତ ଶୀଘ୍ର ଝଡ଼ିଯାଏ, ଖାଇବା ସମୟ ବଞ୍ଚିଥାଏ। ଏଠାରେ ସଠିକ୍ ଉତ୍ତରଟି ହେଉଛି ହଜମ ପ୍ରକ୍ରିୟା ସହଜ ଓ ସୁରୁଖୁରୁରେ ହୋଇଥାଏ। ଯେହେତୁ ଆମେ ଦାନ୍ତରେ ଚୋବେଇଥିଲେ ସେହି ଖାଦ୍ୟଟି ଅତି ସହଜରେ ହଜମ ହୋଇଥାଏ, ନଚେତ୍ ହଜମ ନ ହୋଇ ପେଟ ଯନ୍ତ୍ରଣା ହୋଇଥାଏ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ମୁଖ ଗହ୍ୱରରେ ଥିବା ଚର୍ବଣ ଦାନ୍ତଗୁଡ଼ିକ ମୁଖ୍ୟତଃ କେଉଁ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ? ଆମ ମୁଖ ଗହ୍ୱରରେ ଥିବା ଚର୍ବଣ ଦାନ୍ତଗୁଡ଼ିକ ମୁଖ୍ୟତଃ କେଉଁ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ? ଏଠାରେ ଅପସନ୍ ଅଛି କାଟିବା, ଚିରିବା, ଚୋବାଇବା, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଚୋବାଇବା। ଦାନ୍ତଗୁଡ଼ିକ କ'ଣ କରିବେ? ଚୋବାଇବେ। ଠିକ୍ ଅଛି, ତାକୁ ଆମେ ଖାଦ୍ୟ ଦେବା, ସେ ଚୋବାଇବେ, ତାହା ହେଉଛି ତାଙ୍କର କାର୍ଯ୍ୟ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାଉଁରୁଟିରେ କବକ ବା ଫେମ୍ପି ବଢ଼ିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ଆବଶ୍ୟକ କାରକ ଭାବରେ ଗ୍ରହଣ କରାଯାଏ ନାହିଁ? ପାଉଁରୁଟିରେ କବକ ବା ଫେମ୍ପି ବଢ଼ିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ଆବଶ୍ୟକ କାରକ ଭାବରେ ଗ୍ରହଣ କରାଯାଏ ନାହିଁ? ଏଠାରେ ଅପସନ୍ ଅଛି ବାୟୁ, ଆର୍ଦ୍ରତା, ଅତ୍ୟଧିକ ପ୍ରଖର ଆଲୋକ, ଅଳ୍ପ ଗରମ ତାପମାତ୍ରା। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆର୍ଦ୍ରତା। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନଷ୍ଟ ହୋଇଯାଇଥିବା ବା ବିଷାକ୍ତ ହୋଇଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରର ଅସୁସ୍ଥ ହେବାକୁ ଇଂରାଜୀରେ କ'ଣ କୁହାଯାଏ? ନଷ୍ଟ ହୋଇଯାଇଥିବା ବା ବିଷାକ୍ତ ହୋଇଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାକୁ ଇଂରାଜୀରେ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଫୁଡ୍ ସେଫ୍ଟି, ଫୁଡ୍ ପଏଜନିଂ, ଫୁଡ୍ ଏନର୍ଜି, ଫୁଡ୍ ଟେଷ୍ଟ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଫୁଡ୍ ପଏଜନିଂ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଅର୍ଥାତ୍ ଖାଦ୍ୟଟି ବିଷାକ୍ତ ହୋଇଯାଇଛି, ତାକୁ ଫୁଡ୍ ପଏଜନିଂ ବୋଲି ଇଂରାଜୀରେ କୁହାଯାଏ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପନିପରିବା ବା ଫଳମୂଳକୁ କାଟିବା ପୂର୍ବରୁ ସଫା ପାଣିରେ ଧୋଇବା କାହିଁକି ଏକ ଭଲ ଅଭ୍ୟାସ ଭାବେ ବିବେଚିତ ହୁଏ? ପନିପରିବା ବା ଫଳମୂଳକୁ କାଟିବା ପୂର୍ବରୁ ସଫା ପାଣିରେ ଧୋଇବା କାହିଁକି ଏକ ଭଲ ଅଭ୍ୟାସ ଭାବେ ବିବେଚିତ ହୋଇଥାଏ? ଏଠାରେ ଅପସନ୍ ଅଛି ରଙ୍ଗ ବଢ଼ାଇବା ପାଇଁ, ମଇଳା ଓ ବିଷାକ୍ତ କୀଟନାଶକ ଦୂର କରିବା ପାଇଁ, ସ୍ୱାଦ କମାଇବା ପାଇଁ, ଓଜନ ବଢ଼ାଇବା ପାଇଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର, ମଇଳା ଓ ବିଷାକ୍ତ କୀଟନାଶକ ଦୂର କରିବା ପାଇଁ। ଠିକ୍ ଅଛି। ପନିପରିବା ବା ଫଳମୂଳକୁ ଖାଇବା ପୂର୍ବରୁ କିମ୍ବା ରାନ୍ଧିବା ପୂର୍ବରୁ ତାହାକୁ ଭଲ ପାଣିରେ, ସଫା ପାଣିରେ ଧୋଇ ଦିଆଯାଏ। କାହିଁକି ନା ସେଇ ଫଳରେ କିମ୍ବା ସେଇ ପନିପରିବାରେ କେତେ ଗୁଡ଼ିଏ କୀଟନାଶକ ଔଷଧ ବ୍ୟବହାର କରାଯାଇଥାଏ। ପାଣିରେ ଧୋଇଲେ କ'ଣ ହେବ? ତାହା ସଫା ହୋଇଯିବ ଏବଂ ଖାଇବା ଯୋଗ୍ୟ ହେବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଅଣୁଜୀବମାନଙ୍କର ଉପସ୍ଥିତି ସମ୍ପର୍କରେ ନିମ୍ନଲିଖିତ ମଧ୍ୟରୁ କେଉଁ ବାକ୍ୟଟି ସଠିକ୍? ଅଣୁଜୀବମାନଙ୍କର ଉପସ୍ଥିତି ସମ୍ପର୍କରେ ନିମ୍ନଲିଖିତ ମଧ୍ୟରୁ କେଉଁ ବାକ୍ୟଟି ସଠିକ୍? ଏଠାରେ ଅପସନ୍ ଅଛି ସେମାନେ କେବଳ ପାଣିରେ ଥାନ୍ତି, ସେମାନେ ମାଟି, ପାଣି, ପବନ ସବୁଠାରେ ଥାନ୍ତି, ସେମାନେ କେବଳ ବାୟୁଶୂନ୍ୟ ସ୍ଥାନରେ ଥାନ୍ତି, ସେମାନେ କେବଳ ଆମ ପାକସ୍ଥଳୀରେ ଥାନ୍ତି। ଏଠାରେ ସଠିକ୍ ଉତ୍ତରଟି ହେଉଛି ସେମାନେ ମାଟି, ପାଣି, ପବନ ସବୁଠାରେ ଥାନ୍ତି। ଠିକ୍ ଅଛି। ସେମାନେ ସବୁଠାରେ ଥାନ୍ତି, ତାକୁ କେଉଁ ଗୋଟିଏ ସ୍ଥାନରେ ଅଛି ବୋଲି ଚିନ୍ତା କରିବ ନାହିଁ। ସେଥିପାଇଁ ଖାଦ୍ୟ ଜିନିଷ ସବୁବେଳେ ସୁରକ୍ଷିତ
କିମ୍ବା କ୍ଲୋଜ୍ ସ୍ଥାନରେ ରଖିବା ପାଇଁ ଚେଷ୍ଟା କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆଚାର ରଖାଯାଇଥିବା ପାତ୍ରରେ ଯଦି ଉପରି ଭାଗରେ ଧଳା ରଙ୍ଗର ଆସ୍ତରଣ ଜମିଯାଏ ତେବେ ତାହା କାହାର ଅଭାବକୁ ସୂଚାଏ? ଆଚାର ରଖାଯାଇଥିବା ପାତ୍ରରେ ଯଦି ଉପରି ଭାଗରେ ଧଳା ରଙ୍ଗର ଆସ୍ତରଣ ଜମିଯାଏ ତେବେ ତାହା କାହାର ଅଭାବକୁ ସୂଚାଏ? ଏଠାରେ ଅପସନ୍ ଅଛି ଲୁଣର ଅଭାବ, ତେଲର ଅଭାବ ଓ ବାୟୁର ସଂସ୍ପର୍ଶ, ଚିନିର ଅଭାବ, ଆଲୋକର ଅଭାବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ତେଲର ଅଭାବ ଓ ବାୟୁର ସଂସ୍ପର୍ଶ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ କଞ୍ଚା ବା ପାଚିଲା ଆମ୍ବ ଅପେକ୍ଷା ଆମ୍ବରୁ ପ୍ରସ୍ତୁତ ଆଚାର ବହୁତ ଦିନ ପର୍ଯ୍ୟନ୍ତ କାହିଁକି ଭଲ ରହେ? ଗୋଟିଏ କଞ୍ଚା ବା ପାଚିଲା ଆମ୍ବ ଅପେକ୍ଷା ଆମ୍ବରୁ ପ୍ରସ୍ତୁତ ଆଚାର ବହୁତ ଦିନ ପର୍ଯ୍ୟନ୍ତ କାହିଁକି ଭଲ ରହେ? ଏଠାରେ ଅପସନ୍ ଅଛି ଏହା ଅଧିକ ଖଟା ହୋଇଥାଏ, ଏଥିରେ ଲୁଣ ଓ ତେଲ ସଂରକ୍ଷକ ଭାବେ ଥାଏ, ଏହାର ରଙ୍ଗ କଳା ପଡ଼େ ନାହିଁ, ଏହା ପାଣିରେ ବୁଡ଼ିକି ଥାଏ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଏଥିରେ ଲୁଣ ଓ ତେଲ ସଂରକ୍ଷକ ଭାବେ ଥାଏ, ସେଥିପାଇଁ ତାହା ବହୁତ ଦିନ ରହିଥାଏ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜନ୍ମ ପରେ ଛୋଟ ପିଲାମାନଙ୍କର ପ୍ରଥମେ ଯେଉଁ ଦାନ୍ତ ଗୁଡ଼ିକ ଉଠିଥାଏ ସେଗୁଡ଼ିକୁ କ'ଣ କୁହାଯାଏ? ଜନ୍ମ ପରେ ଛୋଟ ପିଲାମାନଙ୍କର ପ୍ରଥମେ ଯେଉଁ ଦାନ୍ତ ଗୁଡ଼ିକ ଉଠିଥାଏ ସେଗୁଡ଼ିକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ସ୍ଥାୟୀ ଦାନ୍ତ, ବୃଦ୍ଧି ଦାନ୍ତ, କ୍ଷୀର ଦାନ୍ତ ବା ଅସ୍ଥାୟୀ ଦାନ୍ତ, ପଥର ଦାନ୍ତ। ଏଠାରେ ସଠିକ୍ ଉତ୍ତରଟି ହେଉଛି ତାକୁ କ୍ଷୀର ଦାନ୍ତ ବା ଅସ୍ଥାୟୀ ଦାନ୍ତ ବୋଲି କୁହାଯାଏ। କ୍ଷୀର ଦାନ୍ତ ଅର୍ଥାତ୍ ସେହି ଦାନ୍ତ ଗୁଡ଼ିକ ଅଳ୍ପ ଦିନରେ ଝଡ଼ିଯାଆନ୍ତି, ସେଥିପାଇଁ ତାକୁ ଅସ୍ଥାୟୀ ଦାନ୍ତ ବୋଲି ମଧ୍ୟ କୁହାଯାଇଥାଏ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ପାଟିରୁ ନିର୍ଗତ ଲାଳ ମଧ୍ୟରେ ଥିବା ଏନ୍ଜାଇମ୍ ଖାଦ୍ୟର କେଉଁ ଉପାଦାନକୁ ହଜମ କରିବା ଆରମ୍ଭ କରିଥାଏ? ଆମ ପାଟିରୁ ନିର୍ଗତ ଲାଳ ମଧ୍ୟରେ ଥିବା ଏନ୍ଜାଇମ୍ ଖାଦ୍ୟର କେଉଁ ଉପାଦାନକୁ ହଜମ କରିବା ଆରମ୍ଭ କରିଥାଏ? ଏଠାରେ ଅପସନ୍ ଅଛି ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର, ଜୀବସାର। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଶ୍ୱେତସାର। ଠିକ୍ ଅଛି, ତାକୁ ଶ୍ୱେତସାର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯଦି ଜଣେ ବ୍ୟକ୍ତିକୁ ଅଧିକ ବାନ୍ତି ବା ଝାଡ଼ା ହୁଏ ତେବେ ତାଙ୍କ ଶରୀରରେ ମୁଖ୍ୟତଃ କାହାର ଅଭାବ ଦେଖାଦିଏ? ଯଦି ଜଣେ ବ୍ୟକ୍ତିକୁ ଅଧିକ ବାନ୍ତି ବା ଝାଡ଼ା ହୁଏ ତେବେ ତାଙ୍କ ଶରୀରରେ ମୁଖ୍ୟତଃ କାହାର ଅଭାବ ଦେଖାଦିଏ? ଏଠାରେ ଅପସନ୍ ଅଛି ରକ୍ତ, ଜଳ ଓ ଲବଣ, ପବନ, ଚର୍ବି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳ ଓ ଲବଣ ଅଭାବ ହୋଇଥାଏ, ସେଥିପାଇଁ ତାକୁ ବାରମ୍ବାର ORS ପିଇବାକୁ ଦିଆଯାଏ, ORS ଗୋଳି କରି ପିଇବାକୁ ଦିଆଯାଏ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବାୟୁରୁଦ୍ଧ ଟିଣ ବା କାଚ ଡବାରେ ପ୍ୟାକ୍ କରାଯାଇ ରଖାଯାଉଥିବା ଖାଦ୍ୟ ପଦାର୍ଥକୁ ଆମେ କେଉଁ ନାମରେ ଜାଣୁ? ବାୟୁରୁଦ୍ଧ ଟିଣ ବା କାଚ ଡବାରେ ପ୍ୟାକ୍ କରାଯାଇ ରଖାଯାଉଥିବା ଖାଦ୍ୟ ପଦାର୍ଥକୁ ଆମେ କେଉଁ ନାମରେ ଜାଣୁ? ଏଠାରେ ଅପସନ୍ ଅଛି କ୍ୟାନ୍ଡ ଫୁଡ୍, ଫ୍ରେଶ୍ ଫୁଡ୍, ଜଙ୍କ ଫୁଡ୍, ଅର୍ ଫୁଡ୍। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଫ୍ରେଶ୍ ଫୁଡ୍, ତାକୁ ଫ୍ରେଶ୍ ଫୁଡ୍ ବୋଲି କୁହାଯାଏ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଚାରିପାଖରେ ଥିବା ମୃତ୍ତିକାରେ ଏପରି କେଉଁ ଅଣୁଜୀବ ଥାଏ ଯାହା ବାୟୁମଣ୍ଡଳର ନାଇଟ୍ରୋଜେନକୁ ସ୍ଥିତୀକରଣ କରି ଉଦ୍ଭିଦ ପାଇଁ ଉପକାର କରେ? ଆମ ଚାରିପାଖରେ ଥିବା ମୃତ୍ତିକାରେ ଏପରି କେଉଁ ଅଣୁଜୀବ ଥାଏ ଯାହା ବାୟୁମଣ୍ଡଳର ନାଇଟ୍ରୋଜେନକୁ ସ୍ଥିତୀକରଣ କରି ଉଦ୍ଭିଦ ପାଇଁ ଉପକାର କରେ? ଏଠାରେ ଅପସନ୍ ଅଛି କ୍ଷତିକାରକ ବ୍ୟାକ୍ଟେରିଆ, ନାଇଟ୍ରୋଜେନ ସ୍ଥିତୀକରଣ ବ୍ୟାକ୍ଟେରିଆ, ଭୂତାଣୁ, ମ୍ୟାଲେରିଆ ପରଜୀବୀ। ଏଠାରେ ସଠିକ୍ ଉତ୍ତରଟି ହେଉଛି ନାଇଟ୍ରୋଜେନ ସ୍ଥିତୀକରଣ ବ୍ୟାକ୍ଟେରିଆ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଏପରି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।